ମାନେ ମାନସିକ ଟି କଣ ଏମିତି ଘଟଣା ଘଟିଗଲା ଯୋଉଥିପାଇଁ ଆପଣ ଆଜ୍ଞା ଭୁବନେଶ୍ୱରରେ ରୁହେ। ମତେ କାଲି ସନ୍ଧ୍ୟା ବେଳେ ଘରୁ ଫୋନ କଲା, ଦିଲ୍ଲୀ ସାର୍ ବି ନିଜେ ଫୋନ କଲେ, କହିଲେ ତମ ପିଲା ଗୋଟେ ଝିଅ ନେଇକି ପଳେଇଛି, ତମେ କାହିଁ ବର୍ଷେ ହେଲା ଏମିତି ଘଟଣାରେ ଘାଣ୍ଟି ହଉଛ, ସେ ଝିଅକୁ ଆଣି ଥାନା ହ୍ୟାଣ୍ଡଓଭର କର। ମୁଁ କହିଲି ସାର୍ ଯଦି ଆମ ପିଲା ଭୁଲ କରିଥିବ ମୁଁ ତାକୁ ସରେଣ୍ଡର କରାଇବି। ମୁଁ ସବୁଠୁ 7:30ଟାରେ ଆସି ପହଞ୍ଚିଲି ଭୁବନେଶ୍ୱରରେ। ଘରୁ ମତେ ବି ଫୋନ କଲେ, ସାର୍ ଏମିତି ଧମକ ଦେଉଛନ୍ତି, ସେ ପିଲା ଯିବା ଆମେ ଜାଣିନୁ କି ତାକୁ ଏବେ ଦେଖିନୁ। ସାର୍ ଏଠି କହିକି ଆସିଲେ, ମୋ ଝିଆରିକୁ ଗୋଟେ ଧକ୍କା ପକେଇ ତାଠୁ ଫୋନ ଛଡେଇ ଆଣିଲେ, କହିଲେ ତମ ଘର ଯଦି କେହି ଯାଇ ସରେଣ୍ଡର ନ କର ତମ ବଂଶ ପଦା କରିଦେବୁ। କୋଉ ଅଫିସର ଏମିତି କହିଲେ? ଏସ୍ଆଇ ଦିଲ୍ଲୀପ ପଣ୍ଡା। କଣ ଏବେ ଆପଣ ମାନେ ଯୋଉ ଦାବି ରଖିଛନ୍ତି? ଆମର ଦାବି ଏସ୍ଆଇ ଦିଲ୍ଲୀପ ପଣ୍ଡା ସସ୍ପେଣ୍ଡ ହୁଅନ୍ତୁ। ସେ ଆଜି ନୁହେଁ, 2025 ମସିହା ଫେବୃଆରୀ 20 ମାସରୁ ଆମର ଗୋଟେ ଝଗଡା ହେଇଥିଲା। ସେ ଯୋଉ ଅପରପକ୍ଷ ଲୋକଙ୍କୁ ଦିଲ୍ଲୀପ ପଣ୍ଡା ସବୁବେଳେ ସପୋର୍ଟ କରୁଥିଲେ। ଆମେ ଥାନାକୁ ଆସିଲେ ଆମକୁ ଧମକା କରନ୍ତି। ମୋର ଜବରଦସ୍ତି ଦିଟା ଗାଡି ଘରୁ ଉଠେଇ ଆଣିଲେ। ମୋର ଗୋଟେ 80 ବର୍ଷର ବୁଢା ଯିଏକି ପାରାଲିସିସ୍ ପେସେଣ୍ଟ, ତାଙ୍କୁ ବି ଉଠେଇ ଆଣି ଫରୱାର୍ଡ କଲେ। ସେ 6 ମାସ ଜେଲ ଭୋଗିଛନ୍ତି। ଏଇ ଘଟଣାର ତ ମୋର ଶରୀରର ସେ ଦିଲ୍ଲୀପ ପଣ୍ଡାଙ୍କ ସାଙ୍ଗରେ ସମ୍ପର୍କ କଣ? ଦିଲ୍ଲୀପ ପଣ୍ଡା ପରେ କାଲି ଧମକ ଦେଇକି ଗୋଟେ ପାଠ ସୁନ୍ଦର ଥିଲା, ପାଠ ସୁନ୍ଦର ଥିଲା। ମୁଁ ପଣ୍ଡା ବାବୁ ସେ କେସଟା ଦେଇଥିଲେ, କେସଟା ନବା ଭିତରେ ସିଏ ଆମକୁ କେସ ଆମର ଫାଇନାଲ ହବାକୁ ନାହିଁ। ଆମକୁ ପଣ୍ଡା ବାବୁ ଧମକ ଦେଇକି 4 ଥର ସେ ଧ୍ୟାନ ନେଇଛନ୍ତି। ଆମକୁ ଧମକ ଦେଇକି ଆମକୁ କହିଛନ୍ତି ଯେ ତମ ଘର ଭିତରୁ ମୁଁ କାହାକୁ ରଖିବି, ତମକୁ ଗୋଟେ ବି ମାରିବି। ତାପରେ ଆମର ଯୋଉ ପୁଅ ଯିଏ ମରିଯାଇଛି, ଯାଇଥିଲି କଣ କଲେ ଗୋଟେ ଝିଅକୁ ନେଇକି ପଳେଇ ଯାଇଛନ୍ତି। ତାଙ୍କୁ ପଇସା ହେଇଛି, ତାକୁ ବି ପଇସା ହେଇଛି। ଉପସ୍ଥିତ କରିଛି, ତଥାପି ତାଙ୍କୁ କାଲି ଆମେ ଝିଅକୁ ତାଙ୍କ ପାଖରେ ହ୍ୟାଣ୍ଡଓଭର କଲୁ। ହ୍ୟାଣ୍ଡଓଭର କରିବା ଭିତରେ ଆମକୁ ଫାଇନାଲ କରିଦବା, ତାକୁ ବୟସ ହେଇନି କି ଆକୁ ବୟସ ହେଇନି, ଆଉ ଫାଇନାଲ କରିଦବା। ଆଉ ସିଏ ତାକୁ ପଇସା ବାହାଘର କରିବ। ଆମେ ବସି ଏଠି ବସି ବସିକା ଆମେ ଦିଟା ରାତିରେ ବସିଲୁଣି। ପଣ୍ଡା ସାର୍ ଦେଖା ନାହାନ୍ତି, ତାଙ୍କ ଅଫିସରେ ଲାଷ୍ଟକୁ ସବୁ ଫୋନ କଲେ। ତାଙ୍କର ସେ ଯୋଉ ସାର୍ ଅଛନ୍ତି ଆମର ଅଛନ୍ତି, ତାଙ୍କୁ ଯୋଉଠୁ କହିଲେ କଣ ନା ଝିଅକୁ ତାଙ୍କ ମା ହାତରେ ପଠେଇ ଦିଅ, ତାଙ୍କୁ ତାଙ୍କ ଘରକୁ ଯିବା। ମୁଁ ଅଭିଯୋଗ କରୁଛି, ମୁଣ୍ଡା ବାବୁ ଧମକ ଦେଇଥିଲେ। ତାପରେ ବି 3-4 ଥର ନେଇକି ଯାଇଛନ୍ତି, ଘର ଟାଇମ୍ ବି ଧମକ ଦେଇଛନ୍ତି। ମୋ ଝିଅକୁ ମମତା ମ୍ୟାଡମ ନେଇକି ଯାଇଥିଲେ, ସିଏ ବି ମୋ ଝିଅକୁ ଧକ୍କା ମାରି ଚାପୁଡା ମାରି ଆମେ ଘରେ କେହି ନାହୁଁ, ଆମେ ଝିଅକୁ ଖୋଜୁଛୁ ମାନେ ଦିନରେ ଖୋଜୁଛୁ, ଆମେ କେହି ନାହୁଁ। ଝିଅକୁ ଚାପୁଡା ମାରି ତାକୁ ଧକ୍କା ମାରି ତାପରେ ତାକୁ ଅବସ୍ଥା ତାପରେ ମୋବାଇଲ ଆମେ ଦାବି କରୁଛୁ ପଣ୍ଡା ବାବୁ ଆରେଷ୍ଟ ହୁଅନ୍ତୁ, ଆମକୁ ନ୍ୟାୟ ଆମର ଏଇ ହେଲା ପଣ୍ଡା ବାବୁ ଏଠିକି ଆସି ଯେପର୍ଯ୍ୟନ୍ତ ସେ ନ ଆସନ୍ତି ଆମେ ହେଇଯିବ।